ବାଲେଶ୍ୱରର ପୂର୍ବତନ ଲୋକସଭା ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କର ଜନ୍ମଦିବସ ପାଳନ ଅବସରରେ ଦିବସବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସକାଳେ ସ୍ଥାନୀୟ ରାଜାବଗିଚାସ୍ଥିତ ରାଧାକୃଷ୍ଣ ମନ୍ଦିରରେ ପୂଜାର୍ଚ୍ଚନା କରି ଶ୍ରୀ ଜେନାଙ୍କର ଅନୁଗାମୀମାନେ ତାଙ୍କର ଦୀର୍ଘ ଜୀବନ କାମନା କରିଥିଲେ। ପରେ ପୋଲିସ ଲାଇନ ଛକସ୍ଥିତ ଓଟି ରୋଡ ପାର୍ଶ୍ୱରେ ଏକ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ସଦର ବ୍ଲକ ଅଧ୍ୟକ୍ଷା ସୁନିତା ବେହେରା, ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁ, ବାଲେଶ୍ୱର ଅର୍ବାନ କୋଅପରେଟିଭ ବ୍ୟାଙ୍କ ସଭାପତି ସୂର୍ଯ୍ୟକାନ୍ତ ଖର, ବ୍ରିଟ ଅଧ୍ୟକ୍ଷ ଆଲୋକ ସାହୁ, କାଉନସିଲର ଅମିତ କୁମାର ନାୟକ, ବରିଷ୍ଠ ବିଜେଡି ନେତା ବରଦା ପ୍ରସନ୍ନ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ବାଲେଶ୍ୱର ବିକାଶରେ ପୂର୍ବତନ ସାଂସଦଙ୍କର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଆଗାମୀ ଦିନରେ ମଧ୍ୟ ସେ ବାଲେଶ୍ୱରବାସୀଙ୍କର ନେତୃତ୍ୱ ନେବେ ବୋଲି ସମସ୍ତେ ଆଶା ପ୍ରକାଶ କରିଥିଲେ। ଅନିରୁଦ୍ଧ ପ୍ରଧାନ, ଯୁବନେତା ଭାଗବତ ସାହୁ, ଅସିତ କୁମାର ଦାସ, ଭରତ ଭୂଷଣ ଦାସ, ଶକ୍ତିପଦ ରାୟ, ଛବିରାଣୀ ମନ୍ତ୍ରୀ, ଆଶ୍ରିତା ତରେଇ, ମୀନା ବିଶ୍ୱାଳ, ସୀମନ୍ତ ମାଝୀ, ସତ୍ୟେନ୍ଦ୍ର ଦାସ, ନିରଞ୍ଜନ କର, ଜୀବନ ସଂଗ୍ରାମ ମିଶ୍ର, ଓମ ପ୍ରକାଶ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସେହିପରି ବାଲିଆପାଳଠାରେ ଶ୍ରୀ ଜେନାଙ୍କର ଜନ୍ମଦିବସ ପାଳନ ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା।